ଧୀରେ ଆସ୍ପୃହା ଅଞ୍ଜଳି ତୋଳେ। ଶୁଭ ସକାଳର ଶାନ୍ତ ଆକାଶ ତଳେ ମାଗୋ ତୁମକୁ ହୃଦୟ ବେଦୀରେ ଆସ୍ପୃହା ଅଞ୍ଜଳି ତୋଳେ। ତୁମରି କରୁଣା ଝରେ ବିରହିଲୋଳ ସମୀରେ। ତୁମରି କରୁଣା ଝରେ ବିରହିଲୋଳ ସମୀରେ। ତୁମ ସଙ୍ଗୀତ ଝଙ୍କାରେ ବିହଙ୍ଗ କାକଳି ମେଳେ। ଶୁଭ ସକାଳର ଶାନ୍ତ ଆକାଶ ତଳେ ମାଗୋ ତୁମକୁ ହୃଦୟ ବେଦୀରେ ଆସ୍ପୃହା ଅଞ୍ଜଳି ତୋଳେ। ଆସ୍ପୃହା ଅଞ୍ଜଳି ତୋଳେ। ପରାଚି ଗଗନେ କନକ କିରଣେ ଭାସି ଉଠେ ଦିବ୍ୟ ଜ୍ୟୋତି। ଭାସି ଉଠେ ଦିବ୍ୟ ଜ୍ୟୋତି। ନିଖିଳ ପ୍ରକୃତି ମୌନ ଭାଷାରେ ନିରତ ଢାଳେ ପ୍ରଣତି। ନିରତ ଢାଳେ ପ୍ରଣତି। ଅମିୟ ସୁରଭି ଭରି କଳିର ପସରା ଖେଳେ। ଅମିୟ ସୁରଭି ଭରି କଳିର ପସରା ଖେଳେ। ଶୁଭ ସକାଳର ଶାନ୍ତ ଆକାଶ ତଳେ ମାଗୋ ତୁମକୁ ହୃଦୟ ବେଦୀରେ ଆସ୍ପୃହା ଅଞ୍ଜଳି ତୋଳେ। ଆସ୍ପୃହା ଅଞ୍ଜଳି ତୋଳେ। ବିଗତ ସେପାରେ ନବ ଆଲୋକରେ ତମସା ଯାଏ ଉଭାଇ। ତମସା ଯାଏ ଉଭାଇ। ମା ତୁମ ଜ୍ୟୋତି ପୁଲକ ସଞ୍ଚାରୀ ପ୍ରତି ପ୍ରାଣେ ଆସେ ଛୁଇଁ। ପ୍ରତି ପ୍ରାଣେ ଆସେ ଛୁଇଁ। ତନୁ ମନ ପୁଲକିତ ତୁମରି ଆଶିଷ ବଳେ। ତନୁ ମନ ପୁଲକିତ ତୁମରି ଆଶିଷ ବଳେ। ଶୁଭ ସକାଳର ଶାନ୍ତ ଆକାଶ ତଳେ ମାଗୋ ତୁମକୁ ହୃଦୟ ବେଦୀରେ ଆସ୍ପୃହା ଅଞ୍ଜଳି ତୋଳେ। ଶୁଭ ସକାଳର ଶାନ୍ତ ଆକାଶ ତଳେ ମାଗୋ ତୁମକୁ ହୃଦୟ ବେଦୀରେ ଆସ୍ପୃହା ଅଞ୍ଜଳି ତୋଳେ। ତୁମରି କରୁଣା ଝରେ ବିରହିଲୋଳ ସମୀରେ। ତୁମ ସଙ୍ଗୀତ ଝଙ୍କାରେ ବିହଙ୍ଗ କାକଳି ମେଳେ। ଶୁଭ ସକାଳର ଶାନ୍ତ ଆକାଶ ତଳେ ମାଗୋ ତୁମକୁ ହୃଦୟ ବେଦୀରେ ଆସ୍ପୃହା ଅଞ୍ଜଳି ତୋଳେ। ଆସ୍ପୃହା ଅଞ୍ଜଳି ତୋଳେ। ଆସ୍ପୃହା ଅଞ୍ଜଳି ତୋଳେ। ମା ବନ୍ଦନ।
उषापा ध्यान प्रार्थना। गुलाबा पढ़ेंगे। गुलाबा आज्ञा अपा गुलाबा आपण पढ़ंतु। मधुमयी माँ, परम प्रभु श्री अरविंद, सम्मान्य भवेश भाई, उपस्थित दिव्य अभिप्सु समस्त मातृभूमि भाई और भौणी मैंने आज दिव्य प्रभात दिव्य मुहूर्त दिव्य सानिध्य प्राप्त भाई भौणी मैंने सम्मान्य भवेश भाई ठारू आम माने दिव्य जीवन ग्रंथर षष्ठ अध्याय मैन इन द यूनिवर्स विश्वायतन रे मानव ये विषयटी को शुणी आसुचंती। गतकाली दशम अनुच्छेदर कियदंश शेष लाइन टी रही भाई हम मानकु तार स्वतंत्र व्याख्या प्रदान करुचंती। पृष्ठा ओडियार पृष्ठा 70 एवं इंग्राजी पृष्ठा पुराणा बही 40 पृष्ठार से कंटिन्यू होतिबा 45 पृष्ठार कियदंश भाई को अनुरोध करी से दशम अनुच्छेदर पूर्वापर संपर्क सहित आम मानकु आगकु बुझे नेबे। भवेश भाई करुणामय माँ, परम प्रभु श्री अरविंद, आज प्रातः अधिवेशन रे नवसृष्टिर आभासिक कार्यक्रम रे योगदान करिथिबा सबु भाई भौणी मानक अनेक अनेक शुभेच्छा एवं हार्दिक शुभकामना। आज कार्यक्रम को आग को नहीं एवं ताको नेतृत्व प्रदान करुछंती आम समस्त प्रिय सम्मान प्रशांत भाई। आज अंशग्रहण करिछंती गोविंद भाई, गोलाप अपा, कल्याणी अपा, कुन्नी अपा एवं परे स्वप्ना अपा समस्त को अनेक अनेक श्रद्धा और सम्मान। आमे चैप्टर 6 पैराग्राफ 10 अध्ययन करथिले। आज 10 रो शेषांश को आलोचना करिया परे आमे पैराग्राफ 11 अध्ययन करिबा। आमे पैराग्राफ 10 रे जहाँ पढ़िथिले ताकू आपण आगे पुणी थे रखुची। विश्व सहित व्यक्तिर संबंध कथा आसुची। प्रभु कहते यूनिवर्स कम्स टू द इंडिविजुअल एज लाइफ। गोटे कैपिटल एल लगे विश्व व्यक्ति पाखक प्राण रूप से आसे। तेणु आम समस्ते विश्व प्राणर एक अंश। A dynamism, the entire secret of which he has to master, and mass of colliding results, a whirl of potential energies out of which he has to disengage some supreme order and some yet unrealized harmony. ए विश्व रे किछि गति प्रक्रिया रही, किछि चलचंचलता रही, किछि संघात रही एवं
ଅନେକ ଅନ୍ତର୍ନିହିତ ଶକ୍ତି ରହିଛି। ଏହି ସବୁର ରହସ୍ୟ ଭିତରେ ମଣିଷ ପ୍ରବେଶ କରିବ ଏବଂ ସେ ରହସ୍ୟ ଗୁଡ଼ିକୁ ଆୟତ୍ତ କରିବ। ଏଇଥିପାଇଁ ଆମକୁ ଜୀବନ ମିଳିଛି ଏବଂ ଏହି ସବୁ ବିଶ୍ୱ ରହସ୍ୟ ମଧ୍ୟରେ, ଏ ବିଶ୍ୱ ପରିପାଟି ମଧ୍ୟରେ, ବିଶ୍ୱର କ୍ରିୟା ପ୍ରକ୍ରିୟା ମଧ୍ୟରେ ଯେ ଭଗବାନଙ୍କର ଏକ ସୁପ୍ରିମ ଅର୍ଡର, ପରମ ବିଧାନ ଅଛି ଏବଂ ତାକୁ ମଧ୍ୟ ଆବିଷ୍କାର କରିବାକୁ ପଡିବ। ଟୁ ଏନଗେଜ କହିଲେ ମୁକ୍ତ କରିବାକୁ ପଡିବ। ଏବଂ ଖାଲି ସେତିକି ନୁହେଁ, ଆହୁରି ଆମକୁ ପ୍ରବେଶ କରିବାକୁ ପଡେ some yet unrealized ହାରମୋନି। ଏପର୍ଯ୍ୟନ୍ତ ଯୋଉ ସଂଗତିଟି ଅନୁପଲବ୍ଧ ହେଇକି ରହିଛି ତା ମଧ୍ୟରେ ମଧ୍ୟ ପ୍ରବେଶ କରିବାକୁ ପଡିବ। ସେ ସଂଗତିଟି ହେଲା ୱାନନେସ। ବିଶ୍ୱ ମଧ୍ୟରେ ଭଗବାନଙ୍କୁ ଆବିଷ୍କାର କରିବାକୁ ପଡିବ, ତାହା ହିଁ ମୂଳ କଥା। ଏବଂ ମୋଟାମୋଟି ଆମେ ମଣିଷ ମାନେ ଯୋଉମାନେ ପ୍ରଗତି କହିଲେ କଣ ବୁଝିପାରିନଥିଲୁ ବା ବୁଝିପାରିନାହୁଁ, ସେମାନଙ୍କ ପାଇଁ ପ୍ରଭୁଙ୍କର ଏଇ ଧାଡ଼ିଟି କାମରେ ଆସିବ। ସେଥିପାଇଁ ସେ କହୁଛନ୍ତି ଦିସ୍ ଇଜ ଆଫ୍ଟର ଅଲ୍ ଦି ରିଅଲ ସେନ୍ସ ଅଫ ମ୍ୟାନ୍ସ ପ୍ରୋଗ୍ରେସ। ଏଇଟା ହଉଛି ମଣିଷର ପ୍ରଗତିର ପ୍ରକୃତ ସେନ୍ସ, ଧାରଣା ବା ପ୍ରକୃତ ଅର୍ଥ। ଆମେ ପ୍ରଗତି କହିଲେ ଯାହା ସବୁ ବୁଝିଥିଲେ, ଉପରୋକ୍ତ ଧାଡ଼ିଟି ଆମର ସମସ୍ତ ଚିନ୍ତା ଚେତନାକୁ ବର୍ତ୍ତମାନ ଓଲଟ ପାଲଟ କରିଦେଉଛି। It is not merely a restatement in slightly different terms of what physical nature has already accomplished. ପୁଣି ଆମେ ରିଷ୍ଟେଟମେଣ୍ଟ, ତାର ପୁନରାବୃତ୍ତି କରିବା ନାହିଁ। ସ୍ଲାଇଟଲି ଡିଫରେଣ୍ଟ ଟର୍ମସ୍, ସାମାନ୍ୟ ବଦଳା ଯାଇଥିବା ଏକ ଭାଷାରେ of what physical nature has already accomplished. ଜଡ଼ ପ୍ରକୃତି ଯାହା ସମ୍ପନ୍ନ କରିଛି ତାକୁ କେବଳ ପରିଭାଷିତ କରିଦେଲେ, ତାକୁ କେବଳ ଅଲଗା ଅଲଗା ଶବ୍ଦରେ କହିଦେଲେ ଆମର ଏଇ କାମଟି ହେଇଯିବନି। କାରଣ ଆମକୁ ବିଶ୍ୱମୟତାର ଯୋଉ ତା ଗତି ଧାରାର ଯୋଉ ଛନ୍ଦ ରହିଛି, ପରମ ବିଧାନ ରହିଛି, ଶୃଙ୍ଖଳା ରହିଛି, ତା ମଧ୍ୟରେ ପ୍ରବେଶ କରିବାକୁ ପଡିବ ଏବଂ ତାର ରହସ୍ୟ ମଧ୍ୟରେ ପ୍ରବେଶ କରିବାକୁ ପଡିବ ଏବଂ ତାକୁ ଭଲ ଭାବରେ ବୁଝିବାକୁ ପଡିବ ଏବଂ ତାର ଅନୁପଲବ୍ଧ ସଂଗତି ନିକଟରେ ପହଞ୍ଚିବାକୁ ପଡିବ। ଖାଲି ତାକୁ ପରିଭାଷିତ କରିଦେଲେ ହବନି, ଟିକେ ଅଲଗା ଭାଷାରେ। Nor can the ideal of human life be simply the animal repeated on a higher scale of mentality. ମଣିଷ ଗୋଟେ ଉଚ୍ଚତର ମାନସିକତା ଭିତରେ ଯଦି ତା ପ୍ରାଣିକ ଜୀବନଟାକୁ ରିପିଟ୍ କରୁଥିବ, ତାହେଲେ ସେଇଟାକୁ ବି ମାନବ ଆଦର୍ଶ କୁହାଯାଇ ପାରିବ ନାହିଁ ବା ମାନବର ପ୍ରଗତି ବୋଲି କୁହାଯାଇ ପାରିବ ନାହିଁ। ତେଣୁ ଆମେ ମଣିଷ ଦିନେ ସିଭିଲାଇଜେସନ ଜାଣିନଥିଲା, ନୋମାଡିକ ଥିଲା, ବାରବାରିକ ଥିଲା, ଅସଭ୍ୟ ଥିଲା, ଆଦିମ ଥିଲା। ସେଦିନ ବି ଗୋଟେ ପ୍ରାଣିକ ଜୀବନ ବଞ୍ଚୁଥିଲା। ଆମେ ସଭ୍ୟ ହେଇଯାଇଛୁ ଆଉ ଆମର ପାଖରେ ବୈଜ୍ଞାନିକ ଗବେଷଣା ଫଳରେ ବହୁ ଉତ୍ପାଦନ ଆସିଛି ଯାହା ଆମ ଜୀବନର ବହୁ ଗୁଣାତ୍ମକ ଅବସ୍ଥା ଗୁଡ଼ିକୁ ବଦଳେଇଛି। ତେଣୁ ଆମେ ଗୋଟେ ହାୟର ସ୍କେଲ ମେଣ୍ଟାଲିଟିରେ ଅଛୁ, କିନ୍ତୁ ହାୟର ସ୍କେଲ ମେଣ୍ଟାଲିଟିରେ ଥାଇକି ଆଦିମ ଅସଭ୍ୟ ମଣିଷ ଯାହା କରୁଥିଲା ଆମେ ସେୟା କରୁଛୁ। ସେମାନେ ହୁଏତ ତାକୁ କଞ୍ଚା ମାଂସ ଖାଇଯାଉଥିଲେ, ଆମେ ରାନ୍ଧିକି ଖାଉଛୁ। ସେମାନେ ଅନ୍ୟ ମଣିଷକୁ ଆଘାତ କରୁଥିଲେ, ଡିମିନ୍ କରୁଥିଲେ, ତାକୁ ଇନସଲ୍ଟ କରୁଥିଲେ, ଇଞ୍ଜୋର କରୁଥିଲେ, ଆମେ
ଅନ୍ୟ ସତ୍ତା ମାନଙ୍କୁ ବି ସେମିତି ବ୍ୟବହାର କରୁଛୁ। ତେଣୁ ଆମ ପାଖରୁ ସେଇ ଆଦିମତାଟି ଯାଉନାହିଁ, ଆନିମାଲିଟି ଯାଇନାହିଁ। ତେଣୁ ଗୋଟେ ଉଚ୍ଚତର କୋଟ ପ୍ୟାଣ୍ଟ ପିନ୍ଧିକି ଯଦି ମୁଁ ଉଡ଼ାଜାହାଜରେ ଉଡ଼ିକିରି ଯଦି ସେଇ ଆଦିମ ମନୁଷ୍ୟର ଚିନ୍ତାଧାରାରେ ବଞ୍ଚୁଥାଏ, ତ ଏନିମାଲ ରେପୁଟେସନଟା ହଉଥାଏ, ତାହେଲେ ସେଇଟାକୁ ମଧ୍ୟ ଏକ ଆଦର୍ଶ କୁହାଯାଇପାରିବ ନାହିଁ। Otherwise, any system or order which assured a tolerable well-being and a moderate mental satisfaction would have stayed our advance. ନହେଲେ କ'ଣ ହେଇଥାନ୍ତା ନା ଆମେ ଯୋଉ ସମାଜ ବ୍ୟବସ୍ଥା ଗଢ଼ିଛେ, ବର୍ଣ୍ଣ ବ୍ୟବସ୍ଥା ଗଢ଼ିଛେ, ଆଇନ ବ୍ୟବସ୍ଥା ଗଢ଼ିଛନ୍ତି, ଶାସନ ବ୍ୟବସ୍ଥା ଗଢ଼ିଛନ୍ତି, ସେଇ ସବୁ ବ୍ୟବସ୍ଥା ସବୁ ଗଢ଼ିକିରି ଏଇ ସମାଜରେ କିଛି ଶୃଙ୍ଖଳା ଆଣିକିରି ଆମେ ସେଇଠି ସମସ୍ତଙ୍କ ପାଇଁ ଗୋଟେ ସହିଷ୍ଣୁ ମଙ୍ଗଳ, ଟଲରେବୁଲ ୱେଲବିଂ ବିଧାନ କରିଦେଇକିରି ଆଉ ତା ଭିତରୁ ଗୋଟେ ତୁଚ୍ଛ ମାନସିକ ଶାନ୍ତି ପାଇଥାନ୍ତେ, ସନ୍ତୋଷ ପାଇଥାନ୍ତେ, ଆଉ ସେଇଠି ଆମ ପ୍ରଗତି ସବୁ ରୋକି ଯାଇଥାନ୍ତା, ଆମେ ସୁଖୀ ହେଇସାରିଥାନ୍ତେ। ମଣିଷ କେତେ ଚେଷ୍ଟା କରିଛି, ମାନବିକ ଉପାୟ ସବୁ ଆବିଷ୍କାର କରିଛି ନିଜକୁ ଏକମ୍ପ୍ଲିଶ କରିବାକୁ, ନିଜକୁ ସମ୍ପନ୍ନ କରିବାକୁ, ନିଜକୁ ଆଗକୁ ନେବାକୁ, ପ୍ରଗତି କରିବା ପାଇଁ ଆଡଭାନ୍ସ ସବୁ ସମସ୍ୟା ଅଗ୍ରଗତି କରୁଛି। କେତେ ବାଟରେ ମଣିଷ ଅଗ୍ରଗତି କଲାଣି, କେତେ ବାଟରେ, ତାର ଚିନ୍ତାରେ, ତାର ଚେତନାରେ, ତାର ପୋଷାକରେ, ତାର ଖାଦ୍ୟରେ, ତାର ବିଜ୍ଞାନରେ, ତାର ସାହିତ୍ୟରେ, ତାର ସଂସ୍କୃତିରେ, ତାର ସମାଜ ବ୍ୟବସ୍ଥାରେ, ତାର ସରକାରୀ ବ୍ୟବସ୍ଥାରେ, ତାର ଅର୍ଥନୀତିରେ, ବ୍ୟବସ୍ଥାରେ କେବଳ ପରିବର୍ତ୍ତନ ହଉଛି ହିଁ ହଉଛି, ସାଂଗଠନିକ ପରିବର୍ତ୍ତନ ହଉଛି ହିଁ ହଉଛି, ପାରିବାରିକ ଜୀବନର ନାନା ପ୍ରକାର ବିବର୍ତ୍ତନ ଘଟୁଛି ହିଁ ଘଟୁଛି। କିନ୍ତୁ ମଣିଷ ସେଇଠି ତ ଅଟକୁ ନାହିଁ, ସେ ଅଟକି ପାରୁନାହିଁ। କାହିଁକି ଅଟକି ପାରୁନି ତାର କାରଣ ଏକ ପ୍ରଭୁ ଦେଇଛନ୍ତି। ସେ କହୁଛନ୍ତି ଦି animal is satisfied with a modicum of necessity. ପଶୁ modicum କହିଲେ ଅଳ୍ପ ଆବଶ୍ୟକତା ତାର ଯଦି ପୂରଣ ହେଇଗଲା ତାହେଲେ ସେ ଖୁସି ହେଇଯାଏ। ଆହାର, ନିଦ୍ରା, ଭୟ, ମୈଥୁନ ଏସବୁ ତାର ଆବଶ୍ୟକତା, ଏବଂ ସେ ସେଥିରେ ଖୁସି ହେଇଯିବ ସେଟା ପାଇଲେ। The gods are content with their splendors. ଦେବତା ମାନେ ତ ସବୁବେଳେ ପ୍ରସନ୍ନ ଥାନ୍ତି, ତାଙ୍କ ଐଶ୍ୱର୍ଯ୍ୟକୁ ନେଇକି ସେମାନେ ଖୁସି ଥାନ୍ତି। But man cannot rest permanently until he reaches some highest good. କିନ୍ତୁ ମଣିଷ ହଉଛି ଅସୁଖୀ। ମଣିଷ ଦେବତା ଆଉ ପଶୁ ମାନଙ୍କ ମଧ୍ୟରେ ମଧ୍ୟ ରହିଥିବା ଏକ ମଧ୍ୟବର୍ତ୍ତୀ ଜୀବ, ମଝିରେ ଅଛି। ପଶୁ ମନୁଷ୍ୟ ଏବଂ ଦେବ ମନୁଷ୍ୟ, ଲିବିଡୋ ଆଣ୍ଡ ସୁପର ଇଗୋ, ତା ମଝିରେ ମଣିଷର ଇଗୋଟି ଫସିକି ରହିଛି। ସେ ତଳକୁ ଯାଇପାରୁଛି, ପଶୁ ହବାକୁ ତାର ଏକ ଅଭ୍ୟାସ ରହିଛି। ସେ ଯେତେ ଉଡ଼ାଜାହାଜରେ ଉଡୁ, ଯେତେ ଭଦ୍ର କଥା କହୁ, କିନ୍ତୁ ସେ ମଧ୍ୟ ମାନେ ସେଇ ଆହାର, ଭୟ, ମୈଥୁନ, ସେ ତାରି ଭିତରେ ବି ଖୁସି ରହୁଛି। ପଶୁ ଜୀବନ ପାଇଁ ତାର ଗୋଟେ ଆକର୍ଷଣ ରହିଛି, ପୁଣି ଅନ୍ୟପଟେ ଦେବ ଜୀବନ ପାଇଁ ଏକ ଆକର୍ଷଣ ରହିଛି। ଦି ଆଡୁ ଇଚ୍ଛା କରୁଛି, ଦେବତା ହବାକୁ ବି ଇଚ୍ଛା କରୁଛି, ପଶୁ ହବାକୁ ବି ଇଚ୍ଛା କରୁଛି। ତେଣୁ ମଝିରେ ଯୋଉ ସେ ରହିଛି, ସେଥିପାଇଁ ଆଉ ଉପର ଲୋକମାନେ, ଦେବତା ମାନେ ଖୁସି ଅଧିମାନସରେ ଥିବେ, ଆଉ ଯୋଉମାନେ ପଶୁ ଭଳି ଅଚେତନା ଭିତରେ ଅଛନ୍ତି ସେମାନେ ବି ବଡ ଖୁସି ଅଛନ୍ତି। ଖାଲି ଯିଏ ଦୁଃଖରେ ଛଟପଟ ହଉଛି, ନା ଇଆଡେ ହେଇପାରୁଛି ନା ସିଆଡେ ହେଇପାରୁଛି। ଯେ ପଶୁ ହବାକୁ ତାକୁ ମାନବିକ ସମାଜ ଗୁଡିକ ତାକୁ ଅଟକାଉଛନ୍ତି, ତାର ନୈତିକତା, ତା ଧର୍ମ ତାକୁ ଅଟକାଉଛି, ଆଉ ଦେବତା ହବାକୁ ସେ ପଥ ପାଉନାହିଁ। ଏଇ ମଝିରେ
मनीष परमानेंटली से दुखी होइके अछि एवं किंतु मनीष चाहूछि मनीष परमानेंटली गोटे मैन कैनॉट रेस्ट परमानेंटली सेते पर्यंत तार विश्रांति नहीं until he reaches some highest good. हाइस्ट गुड कहले जे जेते पर्यंत से गोटे परम शिव बा जोटा ताको अत्यंत उच्चतर शुभमय एक अवस्था भितर न पहुंचा पर्यंत शिव कहले शुभमय मंगलमय से गोटे हाइस्ट गुड मंगलमय ता निकटरे न पहुंचा पर्यंत से केबे अटकी जाई परिबो नहीं बा केबे शांति रे निश्चिंत होके बसी परिबो नहीं. He is the greatest living being because he is most discontented, because he feels most the presence of limitations. এই ସୃଷ୍ଟିର ଦେବତା ମାନେ ତ ଦିଶି ମଧ୍ୟ ଦିଶନ୍ତି ନାହିଁ କାରଣ ସେମାନଙ୍କର କିଛି କର୍ପୋରିଆଲ ବଡି ନାହିଁ. ଏଠି ଆଲୋକ ରହିଛି ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି ଏଠି ଗଛ ପତ୍ର ଅଛନ୍ତି ମାଟି ଅଛି ପାଣି ପବନ ଅଛନ୍ତି ସେମାନଙ୍କୁ ବି ଦେବତାର ମାନ୍ୟତା ଋଷି ମାନେ ଦେଇଛନ୍ତି. ଯେହେତୁ ସେମାନଙ୍କର ଗୋଟେ ମନୁଷ୍ୟ ଭଳି ଶରୀର ନାହିଁ କର୍ପୋରିଆଲ ବଡି ନାହିଁ ମରଣଶୀଳ ଶରୀର ତାହେଲେ ଏଠି ଯେତେ ମରଣଶୀଳ ପ୍ରାଣୀ ରହିଛନ୍ତି କୀଟ ପତଙ୍ଗ ଠାରୁ ଆରମ୍ଭ କରି ତିମି ହାତୀ ପର୍ଯ୍ୟନ୍ତ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ମଣିଷକୁ ଗୋଟେ ଗ୍ରେଟେଷ୍ଟ ଲିଭିଂ ବିଇଂ ବୋଲି ମାନା ଯାଉଛି. ଇଏ ହେଉଛି ସୃଷ୍ଟିର ଜଗତର ଶ୍ରେଷ୍ଠ ଜୀବ. ଶ୍ରେଷ୍ଠ ଜୀବ କାହିଁକି ଆମକୁ ଯଦି କୁହାଯିବ ମନୁଷ୍ୟ ଶ୍ରେଷ୍ଠ ଜୀବ କାହିଁକି ଆମକୁ ଗୋଟେ ପ୍ରବନ୍ଧ ଲେଖିବାକୁ ପଡିଥାନ୍ତା ଆମେ କହିଥାନ୍ତେ ମନୁଷ୍ୟ ବିଜ୍ଞାନ କରିଛି ମନୁଷ୍ୟ ପ୍ରଯୁକ୍ତି ବିଦ୍ୟା ଆଣିଛି ମନୁଷ୍ୟ ଶିଳ୍ପ ବିପ୍ଳବ ଆଣିଛି ମନୁଷ୍ୟ କୃଷି ଭିତରେ ବଞ୍ଚିଛି ମଣିଷ ସଭ୍ୟତା ଗଢିଛି ସଂସ୍କୃତି ଗଢିଛି ଘର ଗଢୁଛି ରାସ୍ତାଘାଟ କରୁଛି ତାର ସରକାର ଅଛି ତାର ଅର୍ଥନୈତିକ ବ୍ୟବସ୍ଥା ରହିଛି ମନୁଷ୍ୟ ଚିନ୍ତା କରି ବେଦ ଉପନିଷଦ ମଧ୍ୟ ରଚନା କରିଛି ମନୁଷ୍ୟ ସମସ୍ତଙ୍କର ମଙ୍ଗଳ ଚାହୁଁଛି ଆମେ ଏଇ ସବୁ କଥାଟା ଲେଖିଥାନ୍ତେ କିନ୍ତୁ ପ୍ରଭୁ ପୁରା ଆହୁରି ଗୋଟେ ଉଲ୍ଟା କଥା ଲେଖିଲେ ସବୁ କଥାକୁ ବଦଳେଇ ଦେଇ he is the greatest being greatest living being because he is the most discontented. ସେ ଯେହେତୁ ସବୁଠାରୁ ବେଶୀ ଅସୁଖୀ ବେଶୀ ଅତୃପ୍ତ ସେଥିପାଇଁ ସେ ହେଉଛି ସୃଷ୍ଟିର ଶ୍ରେଷ୍ଠ ଜୀବ. କାରଣ ଆମେ ଯାହା ଯାହା ଆଲୋଚନା କଲେ ଯେ ମଣିଷ ଏହା କରିଛି ସେୟା କରିଛି ସେୟା କରିଛି ସେୟା କରିଛି ସବୁର ମୂଳରେ ତାର ଡିସକଣ୍ଟେଣ୍ଟ ହିଁ କାମ କରିଛି. ଯେହେତୁ ସେ ଅସୁଖୀ ଯେହେତୁ ସେ ଅତୃପ୍ତ ତେଣୁ ତାକୁ ତୃପ୍ତ କରିବା ପାଇଁ ସେ ନାନା ଉପାୟର ଆବିଷ୍କାର କରି ଚାଲିଛି. ସେ ଭାବୁଛି ଏଇଟା କରିଦେଲେ ସୁଖୀ ହେଇଯିବେ କି ସେଇଟା କରିଦେଲେ ସୁଖୀ ହେଇଯିବେ କି ଏଇଟା କରିଦେଲେ ସୁଖୀ ହେଇଯିବେ କି ତେଣୁ ତାର ଲାଇଫ ଗୋଟେ ବଡ ଷ୍ଟ୍ରାଇଭିଂ ଗୋଟେ ବଡ ମାନେ କ୍ରେଜ ଗୋଟେ ପ୍ରକାର ବଡ ସିକିଂ ଆଣ୍ଡ ଷ୍ଟ୍ରାଇଭିଂ ଏକ୍ସାକ୍ଟ ୱାର୍ଡ ସେୟା. ସେ ମଣିଷ ଖୋଜୁଛି ସଂଘର୍ଷ କରୁଛି ପୁଣି ଖୋଜୁଛି ସଂଘର୍ଷ କରୁଛି ଖୋଜୁଛି ସଂଘର୍ଷ କରୁଛି କାହିଁକି ନା ତାର ତୃପ୍ତି ନାହିଁ ସେ କୋଉଠି ଗୋଟେ ଅଟକି ପାରୁନି ପରମାନେଣ୍ଟଲି କ୍ୟାନଟ୍ ଟେକ୍ ରେଷ୍ଟ. ସେ ସବୁବେଳେ ପ୍ରଗତିର ପଥରେ ରହିବାର ମୂଳ କାରଣ ହଉଛି ସେ ଡିସକଣ୍ଟେଣ୍ଟେଡ. ଏଇ ଡିସକଣ୍ଟେଣ୍ଟେଡ ଯୋଉ ହବା ଯୋଉ ଅସୁଖୀ ହବା ଅତୃପ୍ତ ହବା ଏଇଟା ହଉଛି ସାଇନ୍ ଅଫ ପ୍ରୋଗ୍ରେସ. ପଶୁମାନେ ଆନନ୍ଦ ପାଉଥିବାରୁ ସୁଖୀ ହେଇଯାଉଥିବାରୁ ସେମାନେ ପ୍ରଗତି କରିପାରନ୍ତି ନାହିଁ ଅର୍ଥାତ୍ 5000 ବର୍ଷ ତଳେ ଗାଈ ମାନେ କୁକୁର ମାନେ ଛେଳି ମାନେ ମେଣ୍ଢା ମାନେ ଗଧ ମାନେ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି ବିବର୍ତ୍ତନରେ ଅଂଶଗ୍ରହଣ କରୁନାହାନ୍ତି. କିନ୍ତୁ ମନୁଷ୍ୟ ତାର ଚେତନା ଯେହେତୁ ଅଛି ତାର ମନ ଅଛି
ତାର ମନର ମୌଳିକ ବିକାଶ ଗୁଡ଼ିକ ହେଇ ଚାଲିଛି। ତେଣୁ ସେଇ ଅନୁସାରେ ସିଏ ତାର ଶରୀର ମନ ପ୍ରାଣ ରୂପାନ୍ତର ପଥରେ ଅଛି, ବିବର୍ତ୍ତନ ପଥରେ ଅଛି, ଗୋଟେ ପରିପୂର୍ଣ୍ଣତାକୁ ସେ ଖୋଜୁଛି। କାହିଁକି ନା ସେ ଅପୂର୍ଣ୍ଣତାର ଚାପଟିକୁ ଅନୁଭବ କରେ। ପ୍ରଭୁ ନେକ୍ସଟ ଲାଇନରେ କହୁଛନ୍ତି ଯେ ବିକଜ ହି ଫିଲ୍ସ ମୋଷ୍ଟ ଦି ପ୍ରେସର ଅଫ ଲିମିଟେସନ। ସେ ଯେ ସୀମିତ, ଏଇ ସୀମିତ ହବାର ଚାପଟିକୁ ସେ ପୂର୍ଣ୍ଣ ରୂପରେ ଅନୁଭବ କରେ, ଅଧିକ ଉତ୍କଟ ଭାବରେ ଅନୁଭବ କରେ। ହି ଫିଲ୍ସ ମୋଷ୍ଟ, ବହୁତ ତାକୁ ଅପୂର୍ଣ୍ଣତା ତାକୁ ଘେରି ରହିଥାଏ, ତାକୁ ଅତୃପ୍ତିଟା ସେଇଥିପାଇଁ ଆସେ। ସେ ହଉଛି କିଛି କରିକି ତ କିଛି ଲାଭ ନାହିଁ। କଣ କଲି, ଟଙ୍କା ପଇସା କଲି, ରାଜା ବି ହେଲି, ରାଷ୍ଟ୍ରପତି ବି ହେଲି, ପ୍ରଧାନମନ୍ତ୍ରୀ ବି ହେଲି, ବୈଜ୍ଞାନିକ ହେଲି, ଏତେ ବିଜ୍ଞାନକୁ ଆଣିଲି, ଏତେ ସବୁ କଲି, ଶେଷରେ ତ ସେଇ ବୁଢା ହେଇକି ମରୁଛି, ସେଇ ତ ଘାଣ୍ଟି ଚକଟି ହଉଛି। ଜୀବନରେ କୋଉଠି ସୁଖ ଶାନ୍ତି କାହିଁ? ତ ଛୁଆ ମାନଙ୍କୁ ମଣିଷ କଲା, ସେ ଛୁଆ ମାନେ ତାଙ୍କ ବାଟରେ ଗଲେ। ସେ ଦେଖିଲା ବେଳକୁ ଲାଷ୍ଟକୁ ବୁଢା ବୁଢୀ ତାର ଏକୁଟିଆ ଘର, ବିରାଟ ଘରଟା ବସିଛି କେୟାରଟେକର ହେଇ। ତା ଧୂଳି ଝାଡିବା ପାଇଁ ତା ପାଖରେ ମାନେ ବଳ ନାହିଁ କି ଇଚ୍ଛା ନାହିଁ। ସେ ଟଙ୍କା ପଇସା ଅଛି, ସେ ବ୍ୟାଙ୍କକୁ ଯିବାକୁ ଇଚ୍ଛା ଲାଗୁନି। ଚା କପେ ପିଇବାକୁ ଡାକ୍ତର ମନା କରୁଛି, ଡାଇବେଟିସ ହେଇଗଲାଣି। ତ ଯଦି ବି ଇଚ୍ଛା ଅଛି, ସେ ଉଠିକି ଯାଇକି ସେ କାମ ଖଣ୍ଡେ କରିବାକୁ ବି ଇଚ୍ଛା ନାହିଁ। ଏମିତି ହଜାର ହଜାର ମଣିଷ ଯେତେବେଳେ ତାର ଅସହାୟ ଜୀବନ ଯାପନ କରୁଛି, ସେ ଦେଖୁଛି ଏତେ ପ୍ରଗତି ଆଉ ଏତେ ବୈଜ୍ଞାନିକ ଗବେଷଣା, ଏଇ ସବୁ ରାଜା ମହାରାଜା, ଏତେ ଦୌଡ଼, ଏତେ ଅନ୍ଧ ଦୌଡ଼, ତା ଭିତରେ କଣ ହ୍ୱାଟ ଇଜ ଗେଟିଂ? କିଛି ତ ପାଉନି। ଏ ଗୋଟେ ଅଜ୍ଞାନତା ଅନ୍ଧକାରରେ କେବଳ ରାଜୁତି। ତେଣୁ ଏଇଟା ହଉଛି ହି ଫିଲ୍ସ ମୋଷ୍ଟ ଦି ପ୍ରେସର ଅଫ ଲିମିଟେସନ। ଏଇଟା ହଉଛି ଆମ ସୀମିତ ହବାର ଯୋଉ ଚାପ ଟିକେ ଅନୁଭବ କରିବା ଏବଂ ଦି ମୋଷ୍ଟ ଡିସକଣ୍ଟେଣ୍ଟେଡ। ତେଣୁ କାଲି ସକାଳ ଠାରୁ ଆପଣ ଯଦି କିଏ ପଚାରେ କାହିଁକି ମଣିଷ ଶ୍ରେଷ୍ଠ ଜୀବ, ତାହେଲେ ଆପଣଙ୍କ ପାଖରେ ଏକ ରେଡିମେଡ ଉତ୍ତର ରହିଛି ଯେ he is the greatest living being because he is the most discontented, because he feels most the pressure of limitations. He alone perhaps is capable of being seized by the divine frenzy for a remote ideal. ଏଇଥିପାଇଁ perhaps ପ୍ରଭୁ ଲଗେଇଛନ୍ତି ସମ୍ଭବତଃ ମନୁଷ୍ୟ କେବଳ he alone is capable, ସମର୍ଥ। କଣ ପାଇଁ ସମର୍ଥ? ନା ଗୋଟେ ଦୁରନ୍ତ ଆଦର୍ଶର, ଗୋଟେ ରିମୋଟ ଆଇଡିଆ। ଆଉ ଦୁରନ୍ତ ଆଦର୍ଶ ସହିତ ତା ସାଙ୍ଗରେ ରହିଛି ବାଇ ଦ ଡିଭାଇନ ଫ୍ରେଞ୍ଜି। ଫ୍ରେଞ୍ଜିଟା ହଉଛି ଗୋଟେ ଆବେଶ, କାଳିସି ଲାଗିଲେ ଯେମିତି ହୁଏନି, ସେଟା ଫ୍ରେଞ୍ଜି, ମାନେ ଗୋଟେ ପାଗଳପଣ। ଦିବ୍ୟ ହୋଇ ଉଠିବା ପାଇଁ, ଦେବତା ହୋଇ ଉଠିବା ପାଇଁ ଏବଂ ଉଚ୍ଚତର ଚେତନାର ଭୂମିକୁ ପାହାଚ ପରେ ପାହାଚ ଆଗକୁ ଚାଲିଯିବା ପାଇଁ ତା ପାଖରେ ଗୋଟେ ଦିବ୍ୟ ଉନ୍ମାଦନା, ଏକ ଦୁରନ୍ତ ଆଦର୍ଶ ରହିଛି। ଏବଂ ଏହି ଦୁରନ୍ତ ଆଦର୍ଶଟିକୁ ଅନୁଭବ କରିବା ବା ଦିବ୍ୟ ଉନ୍ମାଦନାଟିକୁ ଅନୁଭବ କରିବା, ଦିବ୍ୟ ଆବେଶ ଭିତରକୁ ଆସିବା, ଏଇଭଳି କେବଳ ସାମର୍ଥ୍ୟ କେବଳ ମଣିଷ ପାଖରେ ଅଛି, ହି ଆଲୋନ୍। ଆଉ ଗଛ ଲତା କି କୋଉ କୀଟ ପତଙ୍ଗ କି ଅନ୍ୟ କୌଣସି ପ୍ରାଣୀ ପାଖରେ ସେଇ ଦିବ୍ୟ ଆବେଶ ନାହିଁ। ଆଉ ଥରେ ସିଧା ଟିକେ ପଢନ୍ତୁ, ହି alone perhaps is capable of being seized by the divine frenzy for a remote ideal. ତାକୁ ଧାରଣ କରିବା ପାଇଁ, ଏଇଭଳି ଏକ ଆଦର୍ଶ ଭିତରକୁ ନିଜକୁ ଉତ୍ତୀର୍ଣ୍ଣ କରି ନେବା ପାଇଁ ଏଇଭଳି ଏକ ସାମର୍ଥ୍ୟ କେବଳ ମଣିଷର ରହିଛି। ମଣିଷ ସେଥିପାଇଁ ଶ୍ରେଷ୍ଠ ଜୀବ। ଏ ଥିଲା 10ମ ଅଧ୍ୟାୟର 10ମ ପାରାଗ୍ରାଫର ଆଲୋଚନା। ଆମେ 11 ପାରାଗ୍ରାଫର ଆଲୋଚନା ଭିତରକୁ ବର୍ତ୍ତମାନ ଯିବା। କିନ୍ତୁ ଏଇଠି ଆମେ ଟିକେ ଚିନ୍ତା କରିବା ଅଧିକ ଯେ ପ୍ରକୃତରେ ମଣିଷ କାହିଁକି ଖୁସି ନୁହେଁ।
କାରଣ ମଣିଷ ଗୋଟେ ହାଇଏଷ୍ଟ ଗୁଡ୍ କୁ ଚାହୁଁଛି ଯାହା ପାଖରେ ସେ ପହଞ୍ଚି ପାରିନାହିଁ। ମଣିଷ ପାଖରେ ଆଦର୍ଶ ନିର୍ମାଣ କରିବାର ଏକ ସାମର୍ଥ୍ୟ ରହିଛି ଏବଂ ସେଇ ଆଦର୍ଶକୁ ପରିପୂର୍ଣ୍ଣ କରିବା ପାଇଁ ସେ ଚେଷ୍ଟା କରେ, କିନ୍ତୁ ସେଇଠି ପହଞ୍ଚି ପାରେ ନାହିଁ। ତା ପାଖରେ ଗୋଟେ ଲିମିଟେସନ ଅଛି। ଏଇ ଲିମିଟେସନର ଚାପଟିକୁ ସେ ବହୁ ଭାବରେ ଅନୁଭବ କରେ। ତେଣୁ ବହୁ ବାଟରେ ସେ ଅତୃପ୍ତ ହୋଇପଡେ। ତେଣୁ କଣ ପାଇଲେ ମଣିଷ ଖୁସି ହବ? ଏମିତି ଜଗତରେ କିଛି ବ୍ୟବସ୍ଥା ଅଛି କି ଯୋଉଟା ପାଇଲେ ମଣିଷ ଖୁସି ହେଇଯିବ? ତ ଯେତେବେଳେ ଆମେ ଏଇ କଥାଟିକୁ ଖୁବ ଭଲ ଭାବରେ ବିଶ୍ଳେଷଣ କରିବା, ତାହେଲେ ଦେଖିବା ଆମେ ଋଷି ମାନଙ୍କ ଭଳି ସେଇ ନେତି ନେତି ପ୍ରକ୍ରିୟା ଭିତରେ ଯାଉଛୁ। ନ ଇତି ନ ଇତି, ଏଇଟା ନୁହେଁ, ଏଇଟା ନୁହେଁ, ଏଇଟା ସୁଖ ନୁହେଁ, ଏଇଟା ଆନନ୍ଦ ନୁହେଁ, ଏଇଟା ଅଟକି ଯିବା ପାଇଁ ଏକ ଆଶ୍ରୟ ନୁହେଁ, ଏଇଟା ଶେଷ କଥା ନୁହେଁ, ଆହୁରି ଆଗକୁ, ଆହୁରି ଆଗକୁ, ଆହୁରି ଆଗକୁ, ଚରେଇବତୀ ଚରେଇବତୀ ଚରେଇବତୀ। ମଣିଷ ଏହି ପ୍ରକ୍ରିୟାରେ ହଜାର ହଜାର ବର୍ଷର ତାର ଅସ୍ତିତ୍ୱକୁ ଏଇ ବାଟରେ ପରିଚାଳିତ କରିଛି। ଏବଂ ସେଇ ଆଦର୍ଶଟାକୁ ଆପଣ ଧର୍ମ କହିପାରନ୍ତି, ଆଧ୍ୟାତ୍ମିକତା କହିପାରନ୍ତି, ସାମାଜିକ ବ୍ୟବସ୍ଥା କହିପାରନ୍ତି, ଆଧ୍ୟାତ୍ମିକ ତତ୍ତ୍ୱ ନିର୍ମାଣ କହିପାରନ୍ତି, ବୈଜ୍ଞାନିକ ସାଧନା କହିପାରନ୍ତି, କିନ୍ତୁ ମଣିଷ ସେଇ ପଥରେ ଚାଲିଛି ଏବଂ ମଣିଷ ପାଖରେ ସେଇଭଳି ଏକ ସାମର୍ଥ୍ୟ ରହିଛି। 11 ପାରାଗ୍ରାଫରେ ପ୍ରଭୁ ଏଭଳି କହୁଛନ୍ତି, ଟୁ ଦ ଲାଇଫ ସ୍ପିରିଟ therefore the individual to whom its potentiality center is preeminently man, the Purusha. ଏଠି ଲାଇଫ ଆଉ ଗୋଟେ ହାଇଫେନ୍ ଦେଇକି ଲେଖା ହେଇଛି ସ୍ପିରିଟ। ସ୍ପିରିଟ ହେଲା ଚିନ୍ମୟ ବା ଆତ୍ମା, ଆଉ ଲାଇଫ ହେଲା ପ୍ରାଣ। ତେଣୁ ଆମେ ତାକୁ କହିବା ଚିନ୍ମୟ ପ୍ରାଣ। ଏଇ ଚିନ୍ମୟ ପ୍ରାଣଟା ହଉଛି କାହାର ରହିଛି? ମଣିଷ ଠାରେ। ଆମେ ଦେଖିବା ଯଦି ଏଇ ଚିନ୍ମୟ ବା ଚେତନାର ଯୋଉ ଉପସ୍ଥିତି ଗଛଲତା ପାଖରେ ଅଛି, ଚେତନାର ଯୋଉ ଉପସ୍ଥିତି ପ୍ରାଣୀମାନଙ୍କ ପାଖରେ ଅଛି, ସେଟା ବହୁତ ଫିବଲ ବା ଅତି ବେଶୀରେ କନଫାଇନ୍ଡ ଟୁ ଫିଜିକାଲ କନସିୟସନେସ ବା ଲାଇଫ କନସିୟସନେସ। କିନ୍ତୁ ଯେତେବେଳେ ମନୁଷ୍ୟ କ୍ଷେତ୍ରକୁ ଆସୁଛି, ସେଇଟା ଆହୁରି ଟିକେ ଉଚ୍ଚତର ହେଇଯାଉଛି। ମନ ଚେତନା ଗୋଟେ ୱେକିଂ କନସିୟସନେସ, ଏବଂ ମନ ଚେତନା ନିହାତି ପକ୍ଷରେ ପ୍ରାଣ ଚେତନା ଏବଂ ଶରୀର ଚେତନା ଠାରୁ ଭିନ୍ନ ହେଇଥିବା କାରଣରୁ ମନୁଷ୍ୟକୁ ଗୋଟେ ସୋଲ ବା ତାକୁ ଆତ୍ମାଧାରୀ ମନୁଷ୍ୟ ଭାବରେ ଋଷିମାନେ ଅଭିହିତ କରିଛନ୍ତି। ଏବଂ ଏଇଠି ପ୍ରଭୁ କହୁଛନ୍ତି ଯେ ଟୁ ଦି ଲାଇଫ ସ୍ପିରିଟ, ମନୁଷ୍ୟ ହଉଛି ଚିନ୍ମୟ ପ୍ରାଣ ଏବଂ ତା ଭିତରେ କଣ ରହିଛି ନା ଦି ଇଣ୍ଡିଭିଜୁଆଲ ଇନ୍ ହୋମ୍, ଗୋଟେ ବ୍ୟକ୍ତିକତା ରହିଛି। ଆମେ ସମସ୍ତେ ବ୍ୟକ୍ତି, କାରଣ ଆମେ ପାଠ ପଢୁଛେ ମେନ୍ ଇନ୍ ଦ ୟୁନିଭର୍ସ। ଆମେ ଜଣେ ମଣିଷ ଭାବରେ, ଜଣେ ଜଣେ ବ୍ୟକ୍ତି ମନୁଷ୍ୟ ଭାବରେ ଆମେ ଚିନ୍ମୟ ପ୍ରାଣ। in whom its potential center is preeminently man. ଆମ ଭିତରେ କିଛି ପୋଟେନ୍ସିଆଲିଟି ଅଛି, ଅନ୍ତର୍ନିହିତ ଶକ୍ତି ରହିଛି। এই ଅନ୍ତର୍ନିହିତ ଶକ୍ତିଟି ଆମ ଭିତରେ ପ୍ରିଏମିନେଣ୍ଟଲି, ଏମିନେଣ୍ଟ କହିଲେ ଆମକୁ ସେ ଜଣେ ଏମିନେଣ୍ଟ ପର୍ସନ, ପ୍ରକାଶିତ ବ୍ୟକ୍ତିତ୍ୱ, ବିଖ୍ୟାତ ବ୍ୟକ୍ତିତ୍ୱ ବା ଉଜ୍ଜଳ ବ୍ୟକ୍ତିତ୍ୱ, ପ୍ରତିଷ୍ଠିତ ମଣିଷ। ତେଣୁ ଆମ ଭିତରେ ପ୍ରିଏମିନେଣ୍ଟଲି, ପୂର୍ବ ପ୍ରତିଷ୍ଠିତ ହେଇକି ରହିଛି। ଆମେ ସମସ୍ତେ ଗୋଟେ ଗୋଟେ ପୋଟେନ୍ସିଆଲିଟି ସେଣ୍ଟର, ଗୋଟେ ଅନ୍ତର୍ନିହିତ କେନ୍ଦ୍ର। ଭାଇ ଭଉଣୀ ମାନେ, ଆମେ ଏଇ ଯୋଉ ପୋଟେନ୍ସିଆଲିଟି ସେଣ୍ଟର ଭାବରେ ନିଜକୁ
ସାବ୍ୟସ୍ତ କରିପାରିବା, ତାକୁ ଅନୁଭବ କରିପାରିବା, ସେଇଭଳି ଏକ ସତ୍ୟ ନିକଟରେ ପହଞ୍ଚି ପାରିବା ପାଇଁ ପ୍ରଭୁଙ୍କୁ ଅଧ୍ୟୟନ କରୁଛୁ ଏବଂ ଆଧ୍ୟାତ୍ମିକତାକୁ ଆମ ଜୀବନର ପଥ ଭାବରେ ବାଛି ନେଇଛୁ। ତେଣୁ ଆମେ ସମସ୍ତେ ଯେ ଗୋଟେ ପୂର୍ବ ପ୍ରତିଷ୍ଠିତ ପ୍ରିଏମିନେଣ୍ଟ ଗୋଟେ ପୋଟେନ୍ସିଆଲ ସେଣ୍ଟର, ଏ ବିଷୟରେ ପ୍ରଭୁଙ୍କର ଏକ ଘୋଷଣା ମନୁଷ୍ୟ ପାଇଁ। ମନୁଷ୍ୟ ଏକ ଚିନ୍ମୟ ପ୍ରାଣ ସତ୍ତା। ପୁଣି ସେ କହୁଛନ୍ତି ଏଇ ଯୋଉ ମନୁଷ୍ୟର ଖୋଜିବା, ସିକିଂ ଆଣ୍ଡ ଷ୍ଟ୍ରାଇଭିଂସ, ମନୁଷ୍ୟରେ ଡିସକଣ୍ଟେଣ୍ଟମେଣ୍ଟ, ମନୁଷ୍ୟ ଯୋଉ ତାର ଲିମିଟେଡ ହେଇଯିବାର ଚାପକୁ ଅନୁଭବ କରୁଛି, ମନୁଷ୍ୟ ଏକ ଦିବ୍ୟ ଆବେଶ ଭିତରେ ରହିଛି, ମନୁଷ୍ୟ ଗୋଟେ ଦୂରସ୍ଥ ଆଦର୍ଶ ତିଆରି କରିଛି, ତାହେଲେ ୟାର ସମାପ୍ତି କୋଉଠି? where is the end? କୋଉଠି ତ ଗୋଟେ ଥିବ, କିଛି ତ ଥିବ, କୋଉଠି ସେଟା? ମଣିଷ ଯେହେତୁ ଗୋଟେ ତା ପାଖରେ ସେ ପୋଟାନ୍ସିଆଲିଟି ଅଛି, ସାମର୍ଥ୍ୟ ରହିଛି, ଅନ୍ତର୍ନିହିତ ସାମର୍ଥ୍ୟ, ସେ ଶକ୍ତି ରହିଛି ଏବଂ ପ୍ରିଏମିନେଣ୍ଟଲି ରହିଛି, ପୂର୍ବ ପ୍ରତିଷ୍ଠିତ ହେଇକି ରହିଛି, ତାହେଲେ ମଣିଷ କଣ କୋଉଠି ପହଞ୍ଚିବ, କଣ କରିବ? ନା it is the son of a man who is supremely capable of incarnating God. ଏଇ ହଉଛି ସେଇ ମାନବ ପୁତ୍ର, son of man। ପ୍ରଭୁ ଈଶ୍ୱର ପୁତ୍ର ବି କହିପାରିଥାନ୍ତେ, କିନ୍ତୁ ମୁଁ ଜାଣିନି କାହିଁ କହିଲେନି। ଯୋଉଟା ଦିଶୁଛି ମନୁପୁତ୍ର, ଯେ ମାନବର ପୁତ୍ର, ଆମେ ତ ବର୍ତ୍ତମାନ ଈଶ୍ୱର ସେଟା ଥିଓରି, କିନ୍ତୁ ପ୍ରାକ୍ଟିସ ହେଲା ଆମେ ମନୁପୁତ୍ର। ଏଇ ମନୁପୁତ୍ର ଏଇ ଯେ ସୁପ୍ରିମଲି କେପେବଲ, ସୁପ୍ରିମ ମାନେ ପରମ ସାମର୍ଥ୍ୟ ରହିଛି କଣ କରିବା ପାଇଁ? ନା ଇନକାର୍ନେଟିଂ ଗଡ୍, ଭଗବାନଙ୍କୁ ଅବତରିତ କରିବା ପାଇଁ ବା ଭଗବାନଙ୍କୁ ନିଜ ଭିତରେ ଅବତୀର୍ଣ୍ଣ କରିବା ପାଇଁ। It is the Son of Man who is supremely capable of incarnating God. ଭଗବାନଙ୍କର ଅବତାର ହୁଏ ନା, ସେଇ ଭଗବାନଙ୍କୁ ଅବତରିତ କରିବା ପାଇଁ ନିଜ ଭିତରେ ବା ଭଗବାନ ହେଇଯିବା ପାଇଁ, ଭଗବାନଙ୍କୁ ନିଜ ଭିତରକୁ ଅବତରିତ କରିବ। ଦିବ୍ୟତ୍ୱକୁ ନିଜ ଭିତରକୁ ଅବତରିତ କରିବା ମାନେ କଣ? ନିଜେ ଦିବ୍ୟ ହେଇଯିବ ନା, ଅର୍ଥାତ୍ ଦିବ୍ୟ ଭଗବାନ ହେଇଯିବା ପାଇଁ ଏଇ ମନୁପୁତ୍ରର ଏକ ପରମ ସାମର୍ଥ୍ୟ ରହିଛି, ପରମ ସାମର୍ଥ୍ୟ। This man is the Manu। ଏଇ ମଣିଷକୁ ଆହୁରି କେତେ ଗୁଡେ ନାଁ ଦିଆଯାଇଛି। କଣ? ନା ସେ ମନୁ। ମନୁ କାହିଁକି? ନା ସେ ମନକୁ ନେଇ ବଞ୍ଚେ। ଦି ଥିଙ୍କର, ଏ ହଉଛି ସେଇ ଚିନ୍ତାଶୀଳ, ମନନକାରୀ, ନିଦିଧ୍ୟାସନରେ ଏକାଗ୍ରତାରେ ବିଚାରଶୀଳତା ଭିତରେ ନିଜକୁ ଯିଏ ଓହ୍ଲେଇ ପାରେ, ତ ଥିଙ୍କର। ଆଉ ତା ନାଁ ହେଲା ଦି ମନୋମୟ ପୁରୁଷ। କାରଣ ଅନ୍ନମୟ ପ୍ରାଣମୟ ପରେ ଆସୁଛି ମନୋମୟ। ଆମେ ଥାର୍ଡ ପାହାଚରେ ରହିଛୁ ବିବର୍ତ୍ତନର। ତ ଆଗକୁ ରହିଛି ବିଜ୍ଞାନମୟ, ଆନନ୍ଦମୟ, ଆହୁରି ଦିଟା ପାହାଚ ବାକି ଅଛି। ମନୁଷ୍ୟ ସେଥିପାଇଁ ମଧ୍ୟବର୍ତ୍ତୀ ଯିବ। ତେଣୁ ସେ ମନୋମୟ ପୁରୁଷ। ପୁରୁଷ କହିଲେ ଏଠି ଚେତନା, ପୁରୁଷ କହିଲେ